ଜଣ ସାଙ୍ଗମାନେ ଆଉ ମୁଁ କଲେଜ ତରକାରୀ ନେଇକି ଆଇଲିନି ଆଉ ରୁଟି ଖାଇବା ପାଇଁ ମୋର ବାସି ରୁଟି ଥିଲା ମୋର ବାସି ରୁଟି ଖାଇବି ତରକାରୀ କିଣିକି ନେଇକି ଆଇଲିନି ଶିବାନ ତାର ସେଠି ସିଧା ରୁଟି ଖାଇବନି ସିଧାରେ ମ୍ୟାଗି ନା ହଁ କାଲି ମ୍ୟାଗି ଆଣିଥିଲି ସେ ଆଉ କରିକି ଖାଇବ ସକାଳୁ ସକାଳୁ ପୁରା ଏଠି ରେଡ଼ି ହେଇଗଲାଣି ସେ ତାର ସକାଳୁ ସକାଳୁ ଯାଇକି ମୁଁ ତରକାରୀ ଧରିକି ଆଇଲିନି ଶିବାନୀ ଶୋଇଥିଲା ଆଉ ଏବେ ଉଠି ରୁଟି ସାଙ୍ଗେ ରାତିରେ କଣ ବରା ଚପ୍ ଟିକେ କି ଓହ୍ଲେଇ ପଇଲା ସକାଳୁ ସକାଳୁ ମୁଁ ଉଠି ଯାଇ ତରକାରୀ ନେଇକି ଆଇଲି ଏମାନେ ଶୋଇଥିଲେ ଏବେ ଉଠି ଆସୁନା ହବ ଆଉ ବାସି ରୁଟି ଥିଲା ରାତିର ରୁଟି ଏରା ଆଉ ଖାଇଦେବା ଖାଇଦେଇକି ଯିବା କାମ କରିବା ଲେଟ୍ ହେଲାଣି ସେଥିପାଇଁ ଆଉ ଜିନିଷ ସବୁ ଅଛି ରୁଟି ଫୁଟି ସେଥିପାଇଁ କିଛି ମାନେ କିଛି କରୁନାହିଁ ଆଉ ରୁଟି ଥିଲା ମୁଁ ତରକାରୀ ଧରିକି ଆଇଲି ଖାଇଦେବା ଖାଇଦେଇକି ଯିବା ଶୀତ ଅଛି ମାନେ ଆମର ବସ୍ କରିନାହିଁ ସେ ପରେ ଖାଇବ ମୁଁ ମୋର ଖାଇବି ଇଏ ଗୋଟେ ଉଠିକି ଏଠି ଦୁଷ୍ଟ ହେଉଛି ଯାଉନୁ ମୋ ଧୋଇବି ଯାଉନୁ କନ ହନା ଯାଉ ରୁଟି ଖାଇବି ସକାଳ ତଳେ ବସିକି ତାର ମ୍ୟାଗି କଲାନି ତାର ମିକୁର ପୁଅର ମିକୁ ଆଉ ଶିବାନୀ ମ୍ୟାଗି ଖାଇବେ ଛତୁଆ ଖାଇବ ଆଉ ତୁ ଏକା ଖାଇବୁ ବାପା ଇଏ ଏକା ଖାଇବ ଜାଣିଥିବ କାହିଁକି ନା ସେ ଖାଉନି ଗୋଟେ ଚାମଚ ଖାଉଛି ଖାଉନି ଆଉ ତା ପାଇଁ କ'ଣ କରିବି ଓହୋ ମ୍ୟାଗି 4ଟା ଆଣିଥିଲି ଗୋଟେ କରୁଛି ଆଉ 3-4ଟା ପଡ଼ିଛି ଏଠି କାହିଁକି ମ୍ୟାଗି ଆମର 3ଟା ହେଲେ ହେଇଯାଉଛି ନା 3ଟା ରଖିଦେଲେ କାଲିକି ଆମର ହେଇଯିବ ଠିକ୍ ସେଇଥିପାଇଁ ମୁଁ ଗୋଟେ ଆଣିଲି ମାନେ ଭବିଷ୍ୟତ କଥା ଭାବିକି ରଖିଦେଇଛି ଆଜି ଗୋଟେ ଖାଇବା କାଲିକି ଆଉ 3ଟା ଖାଇବ କାଲିକି 3ଟା ରଖିଦେଲେ ସମସ୍ତଙ୍କୁ ହେବ ଆଜି ମୁଁ ଗୋଟେ ଖାଇବି ରୁଟିରେ ନା ମୋତେ ଟିକେ ଇପି ନହେଲେ ମ୍ୟାଗି ରୁଟିରେ ମୋତେ ଭଲ ଲାଗୁଛି ହଉ ଜଲ୍ଦି ରୋଷେଇ କରିକି ଦେ ଗ୍ୟାସ୍ଟା ନେଇକି ଯାଏ ମୁଁ ମାଲିକର ଆଜି ସକାଳୁ ଗ୍ୟାସ୍ ସରିଯାଇଛି ଆମେ ଗ୍ୟାସ୍ ନେଇକି ଯିବେ ନେଇକି ଗଲେ ମୁଁ ସେଟା କ'ଣ ଟିକେ ରୋଷେଇ କରିବେ ଟିକେ ରୋଷେଇ ତାର କରିବେ ବସିଲା ମୁଁ ପୁଣି ନେଇ ଆସିବି ଗ୍ୟାସ୍ ତାର ଗ୍ୟାସ୍ ଆଣି ନେଇ ଆସିବି ଆମ ଗ୍ୟାସ୍ଟା ଆଉ ଆମର ପୁଣି ରୋଷେଇ ହେବ ଆମର ଭଜା ଭଜି ହେବ ରୋଷେଇ ହେବ ଦେଖି ଆଣିବ ପଖାଳ ପାଇଁ ମେନ୍ ହେବ ତାପରେ ଆମର ବସିବ ଜଲ୍ଦି ଭାତ ହେଲା ଜଲ୍ଦି କରିକି ଦେ ମୁଁ ନେଇକି ଯାଏ ମୁଁ ଖାଲି ଏଇ ଗ୍ୟାସ୍ ନେବା ପାଇଁ ଅପେକ୍ଷା କରି ରହିଛି ଏକୁ କାରଣ ଏ କ'ଣ କରୁଛି ରେ ମୁଁ ଟିକେ ରୁଟି ଫୁଟି ଖାଇଦେବା ଖାଇଦେଇକି ତାପରେ ନେଇକି ପଳେଇବା ହଁ କଲେ କକ କଲୁଛି କଷାଇ ମୋତେ ଫୋନ୍ କରିବୁ ମୁଁ ତଳକୁ ଯାଉଛି ଗ୍ୟାସ୍ ଆଣିକି ମାଲିକ ଘରେ ଦେଇଦେଲି ଦେଇଦେଇକି ଆମେ ଯାଉଛି କମ୍ପାନୀ ଭିତରୁ କାମ କରିବି ତଳକୁ ପଳେଇଲିନି କାଲି ଯିବା ଆମେ କାମ କରିବା କାମ ସାରିକି ପୁଣି ଯିବା ଉପରକୁ ଆଉ କାମ ସାରିକି ଉପରକୁ ମୁଁ ଆସିନି ଖାଇବା ପାଇଁ ଖାଇଦେଇକି ଉଦା ଯିବି ତ ଆସିଛି ଆଉ ଇଏ ତାର ବସିକି ଏଠି ମୁଣ୍ଡ କୁଣ୍ଡେଇ ହେଉଛି ଏତେ ବସି କୁଣ୍ଡ ନା କୁଣ୍ଡୁଛୁ କାହିଁକି କୁଣ୍ଡ ମୁଣ୍ଡରୁ ଆଇଲେ କୁଆଡ଼େ ତୋର ଉକୁଣି ନାହାନ୍ତି ମୁଣ୍ଡରୁ ଆଇଲେ କୁଆଡ଼େ ହଁ ଯେ ମୁଣ୍ଡ ଉକୁଣି ପସନ୍ଦ ତ ମୁଣ୍ଡର ବାଘ ଭାଲୁ ପସନ୍ଦ ମୁଁ ଗୁଦାମ ଯିବି ଫୋନ୍ ଲେଟ୍ ହେଲାଣି ମୁଁ ଯେତେବେଳେ ଆସିବି ୟାର କିଛି ଗୋଟେ କାମ ଥିବ ମୁଣ୍ଡ କୁଣ୍ଡେଇକି ଆସୁ ମୁଁ ବସେ କ'ଣ ରଖିଦେଇଛି ବାଡ଼ି ରଖିଦେଇଛି ହଉ ଚାଲନ୍ତୁ ସେ ତାର ବାଡ଼ିକି ରଖିଦେଇଛି ଆଣି ଖାଇଦେବା ଖାଇଦେଇକି ବାହାରିକି ଯିବା ଆଉ ଶିବାନୀର ଏଠି କ'ଣ ଗୋଟେ ବସେଇଛି ତରକାରୀ ଭାତ ହେଇସାରିଛି ଆଉ କେଉଁଠି ବାଢ଼ିକି ରଖିଛି ବୋଲି କହିଲା ଚାଲନ୍ତୁ ଦେଖିବା କ'ଣ ରଖିଛି ଖାଇବା ପାଇଁ ଓହୋ ବନ୍ଧାକୁ ଭାଜିକି ରଖିଛି ପଖାଳ ଭାତ ଆଉ ଚାଲନ୍ତୁ ଯାହା ଅଛି ଖାଇଦେବା ଖାଇଦେଇକି ଯିବା ଲେଟ୍ ହେଲାନି ଦୁଷ୍ଟ ହୁଅନ୍ତିନି ଭଲ ନୁହଁ ହଁ ମାଲି ଦେବୁ ଗୁଣ୍ଡା ତୁ ତ ବାପାଙ୍କୁ ମାରନ୍ତି ଏ ଖରାପ କଥା ନା ଖରାପ କଥା ନା ସବୁ ହଁ ମାଲି ଦେବୁ ଶିଖିଲୁ କେଉଁଠି ମାଲି ଦେବୁ ବୋଲି କିଏ ଶିଖେଇଲା ମାମା ଶିଖେଇଲା ହଁ ମାମା ପଚାରୁଛି ର ମାରିଦେବ ମୋତେ କହୁଛି ପଚାରିଲି କିଏ ଶିଖେଇଲା ମାମା ଶିଖେଇଲା କହୁଛି ଚାଲ ତୁ ଖାଇବା ଖାଇଦେଇକି ତାର ବାହାରି ପଳେଇବା ଇଏ ଦୁଷ୍ଟ ପିଲା ଛାଡ଼ିକି ମୁଁ ଜାଣିବ ପଛ ଲୁଚିକି ଯିବାକୁ ପଡ଼ିବ ଜଲ୍ଦି ଜଲ୍ଦି ଖାଇଦେଇକି ପଳେଇଯିବି
ସେ ତାର କ'ଣ ରୋଷେଇବାସ କରୁଛି କରିକି ଆଜି ଯାଇଛି ଭାତଟା ହେଇଛି ଆଉ ତରକାରୀ ଫରି କ'ଣ ବସେଇଛି ଆଉ ସଇଲା ପଖାଳ କୋବି ଭାଜିଥିଲା ଛୁଆନି ପଖାଳ ଖାଇଦେଲି ପୁରା ପେଟ ଶାନ୍ତି ଏ ମା ପୁଅ ତାଙ୍କର କାମ ସରୁନି ଆଉ ପଶି ଯାଉଛନ୍ତି ଖାଲି ବାଥରୁମ୍ ବାହାରି ଯାଉଛନ୍ତି ଦିନ ସାରା ଖାଲି ବାଥରୁମ୍ରୁ ବାହାରକୁ ବାଥରୁମ୍ ଏଇ କାମ ତା ସେମାନେ ଆଉ କିଛି ନାହିଁ ଚାଲନ୍ତୁ ଆମେ ଯିବା ଏବେ ମଇଦା ଏ ଯେଉଁ ଯିବା ଗୋଦାମ ଯିବା ଚାଉମିନ ନେଇକି ଚାଉମିନ ପକାଇବା ମଇଦା ଧରିକି ଆସିବା ଚାଲନ୍ତୁ କାହିଁକିନା ମୁଁ ଗଲେ ସେ ଝିଅ ଗୁଡ଼ାକ ଆସିବେ ଖାଇବାକୁ ସେମାନେ ଖାଇନାହାନ୍ତି ଆସି ଖାଇକି ସେ କାମ କରିବେ ଚାଲନ୍ତୁ ଯିବା ତାଙ୍କୁ କାମ କହିଦେଇକି ତାର ପଳେଇବା ଗୋଦାମ ଆଉ ତାପରେ ଖାଇଦେଇ ଗୋଦାମ ବାହାରି ଆଇଲି ଗୋଦାମ ଆସିକି ପହଞ୍ଚିଲେଣି ଅଳ୍ପ ବାଟ ଅଛି ଗୋଦାମ ଆଉ ବର୍ଷାଟା ଜୋର ଆଇଲାଣି ଦେଖିବା ତ ଆକାଶ କେମିତି ପୁରା ବାଦଲ ଘୁଟିଗଲାଣି ଫଟାଫଟ ଟିକେ ଯିବା ପକେଇଦେବା ତାର ମଇଦା ନେଇକି ପଳେଇବା ଆଉ ଚାଲନ୍ତୁ ଯିବା ଆଉ ଲେଟ୍ କରିବାନି ପବନ ବର୍ଷା ଜୋର ଆଇଲାଣି ହଁ ଏଗୁଡ଼ାକ ଉଡ଼ୁଛନ୍ତି ଗୁଡ଼ାକ ଉଡ଼ୁଛନ୍ତି ଚାଲନ୍ତୁ ଲେଟ୍ ହେଇଲାନି ଲେଟ୍ ତ କିଛି ଅବଶ୍ୟ ହେଇନାହିଁ ଆଉ କାହିଁକିନା ବର୍ଷା ହେଇଲାନି ଡର ଲାଗୁଛି ସେଇଥିପାଇଁ ବ୍ୟସ୍ତ ହେଉଛି ମୁଁ ଚାଲନ୍ତୁ ବ୍ରିଜ୍ ଉପରେ ଛିଡ଼ା ଅଛି ଏଇଠୁ ଆଉ 100 ମିଟର ରହିଲା ପକେଇଦେବା ମଇଦା ଧରିବା ସିଧା ଯିବା କମ୍ପାନୀ ମଇଦା ଧରିକି ଆସିକି ପହଞ୍ଚିଲି ଗୋଦାମରୁ ଆମ ଅବସ୍ଥା ଦେଖନ୍ତୁ ପୁରା ମଇଦା ଭଲ ଦେହ ସାରା ସେଠି କାହିଁ ଚଢ଼ିଛୁ ଏଇ କ'ଣ ଖାଇସାରିଲୁଣି ହଁ ମିକୁ ଖାଉଛି ଓହୋ କ'ଣ ଆଜି 16 ନା କ'ଣ କାଲି 17 ବିଶ୍ୱକର୍ମା ପୂଜା କ'ଣ ହେଲା ଆଜି 16 ବା ଆଜି ଯାଇକି ମାତ୍ର ଦରମା ସବୁବେଳେ ଦରମା ମାଗୁଛି ଆଜି କ'ଣ ମାଗୁଛି ୟାର ସେ ଦରମା ପଛ ଇଏ ପଡ଼ିଛି ଆଜି ମାଗିବ ଯାଇକି ଆଉ କୋଉ ଦିନ ଦେବ ମୋ କାଲି ବିଶ୍ୱକର୍ମା ପୂଜା କେତେ ଦିନ ପରେ ଦେବ ମୋ ଆଜି ମୋତେ ଯୁକ୍ତି ଲଗେଇବ ଯୁକ୍ତି ଲଗେଇବ ଆଉ କାହିଁ ଆମ ପଇସା ନେବା ଆମେ କରିବା କେମିତି ଜାଣିପାରୁନି ରୋଷେଇ ସାରିଲୁଣି ନା ସାରିନ ଏଇ କଥା ମୁଁ ଦେଖିବ ରହିଥାନ୍ତି ଯାହା ହେଲାଣି ଆହୁରି ହିନସ୍ତା ହବ ବିଶ୍ୱକର୍ମା ପୂଜାରେ ଗୋଟେ କାମ କରିବ ହଁ ବିଶ୍ୱ କାମ ହେଲା ପ୍ୟାକିଂ ହେବ ଆଉ ପ୍ୟାକିଂ ହେଲେ ସେ କାମ ନୁହଁ ଯେଉଁମାନଙ୍କର କମ୍ପାନୀ ଥାଏ ଯେଉଁମାନଙ୍କର ଗାଡ଼ି ଫାଡ଼ି ଥାଏ ପୂଜା ହୁଏ କିଛି ଏଇଦିନ କାମ ଦାମ କିଛି ହୁଏନି ଯାହା ବି ହଉ ପ୍ୟାକିଂ ହଉ ଯାହା ବି ହଉ କାମ ହେଲେ ହେଉଛି ନା ନାଇଁ ଏତେ ଲକ୍ଷ୍ମୀ ଛଡ଼ା ମାଲିକକୁ ଆମେ ଯିବାନି ଅଭିଶାପ ଦେଉଛି କାଇଁ ମୋ ଦରମା ଆମ ଚାଉମିନ ନାହିଁ କ'ଣ ମାଲିକ କାମ ହେଲା ଅସୁବିଧା କ'ଣ କାଲି ତ କାମ ନାହିଁ ଆଜି ଯେଉଁଟା କାମ ହେଇଛି କାଲି ସେଇଟା ବାହାରିବ ଆଉ କାଲି ମେସିନ୍ ଚାଲିବନି କାଲି ଚାଉମିନଟା ଯେଉଁ ଶୁଖିବ ସେଇଟା ପ୍ୟାକିଂ ହେବ ଯାହା ବି ହେଲେ କାମ ନା ନାହିଁ କାଲି ବିଶ୍ୱକର୍ମା ପୂଜାରେ କାମ ହେବା କଥା ଯେଉଁ କମ୍ପାନୀ ହଉ କାଲି କାମ ହେବା କଥା କାଲି ଛୁଟି ରହିବା କଥା ଆଉ ତାହେଲେ କାଲି ଠାକୁର ପୂଜା କରିବା ଲାଭଟା ଆଉ କାଲି ତ କାମ ତ ପ୍ୟାକିଂ ହେଲେ ବି କାମ ତ ହେବ ଆଉ ପୂଜାଟା କାହିଁକି କରିବ ଲାଭ କ'ଣ କମ୍ପାନୀ ବନ୍ଦ ଏତେ କଥା ନାହିଁ ସେ ତାର ମେସିନ୍ ଚଲଉ ଏତେ କଥା ନାହିଁ ଅଭିଶାପ କାହିଁ ଦେଉଛି ଅଭିଶାପ ଦେଉଛି ଆମେ ପଇସା କାହିଁ ଦେଉନି ତାର ମେସିନ୍ ଚାଲୁ ନ ଚାଲୁ ଆମ ପଇସା ତମେ ଆଜି ଯିବ ମାଗି ତୁ ଯେଉଁ ପୁଣ୍ୟ କରୁଛୁ ତ ତା ଦେହରେ ଅଭିଶାପ ଦେଉଛି ବାର ଦିଟା ମାନେ ଆଇଁଷ ଖାଇ ଦେଉଛି ସେ ପୁଣି ଅଭିଶାପ ଦେଉଛି ମୁଁ ଅଭିଶାପ ଏଇଥିପାଇଁ ଦେଉଛି ଆମ ପଇସା ଦେଉନି ହଇରାଣ କରୁଛି ଏଇଥିପାଇଁ ପଇସା ଦେଉନି ବୋଲି ସେଇଥିପାଇଁ ଅଭିଶାପ ଦେଉଛି ରିକ୍ୱାଇ ଖାଲି ଦେଖୁ ତ କହିଛି ମାନେ ଏମିତି ମୋତେ କହୁଛି କହୁ ମାଲିକ ଦେଖିବେ ତୁ ତ ତୋଡ଼ିକି କାଢ଼ିବ ତାକୁ ଏଇଟା ତା ଘର ତା ଘରୁ ତୋଡ଼ିକି କାଢ଼ିବ ଯା ମୋତେ ଅଭିଶାପ ଦେଉଛି ଏଠି ଆଉ ପଇସା ଦେବୁନି ମାସ ହଇରାଣ କରିବ 17, 18, 15, 20 ଅତି କମ୍ 10, 11 ଭିତରେ ନହେଲେ ନାହିଁ ପଳା ହାଡ଼େ ମୋର ଚଳିଲାନି ଦେଖିଲୁ କ'ଣ ରୋଷେଇ କରୁଛି ଦେଖିଆ ମୁଁ ଖାଇଥିଲି ସକାଳୁ ପଡ଼ିକି ରହିଛି ଏଠି ସବୁ ଦେଖନ୍ତୁ ଏଇଟା କାମ କରୁଛି ଆମର ମାନେ ମୁଁ ସେତେବେଳକୁ ଦେଖୁଛି ସେ ଗ୍ୟାସ୍ ବସିଛି କରେଇଟା କ'ଣ କେମିତି ତାର ବସେଇ ସେତେବେଳୁ ମାନେ ହେଇଗଲାଣି 3 ଘଣ୍ଟା ପାଖାପାଖି ହେଲାଣି ସେତେବେଳକୁ କ'ଣ କରେଇରେ ବସିଛି ତାର ବର୍ଷାଟା ବି ଜୋର ଉଠିଥିଲା ଯାହା ମଇଦାଟା ଧରିକି ଆସିକି ପହଞ୍ଚିଗଲି ହଁ ଆଉ ଥରେ ଯିବି ମଇଦା ଆଣିବାକୁ ଭାଗ୍ୟକୁ ପହଞ୍ଚିଗଲି ମଇଦା ଧରିକି ଆସିକି ଏବେ ବର୍ଷା ତ ଉଠେଇଛି ଜୋରରେ ସେତେ କମ୍ ଟିକେ ଉଠେଇଥିଲା ଏବେ ଜୋର ବର୍ଷା ଉଠେଇଛି ହେଇପାରେ ବର୍ଷା ଲାଗୁଛି ବର୍ଷା ହେଲା ହେଲେ ବି ଟେନସନ୍ ନାହିଁ କିଛି ଟେନସନ୍ ନାହିଁ ମୁଁ ଲେଟ୍ ଯିବି ମଇଦା ଆଣିବାକୁ ମୋତେ ଆଜି ଦରମା ଦେବ
କିଏ କ'ଣ କରୁଛି କରିଥାଉ ସନ୍ଧ୍ୟାବେଳେ ଦେଇଥାଉ ମୁଁ କମ୍ପାନୀରେ କାମ କରୁଛି ଦରମା ମୋତେ ଦରକାର ଇଏ ଦରମା ମାଗୁଛି କାମ ନ କରି ଦରମା ମାଗୁଛି କ'ଣ ହେଲା ଉପରେ ଚଢ଼ିକି କେମିତି ହେଇଛି ବିଲେଇ ହେଇଯାଇଛି ଆମେ କୁରେ ଖାଇବ ବୋଲି କେତେ ତାର ବୁଲି ହଉଛି କେମିତି ଦେଖନି ଡରେଇକି ଖୋଉଛି ତାର କାଶ ହେଇଗଲା ଏକାଥରେ ଦେଖ ମୁଁ କୁଆ ଲାଗିଥିବ ଆଉ ତୁ ଖାଇଦେଲୁଣି ନା ଖାଇଦେବୁ ତରକାରୀ ବସିଛି ସେତେବେଳେ ତ ମୁଁ ତ ଦେଖିଲି 3 ଘଣ୍ଟା ଆଇଲାଣି ଭାତ ବସିଥିଲା ନା କ'ଣ ଏମିତି ହେଲା କ'ଣ ଲାଗିକି ଗ୍ୟାସ୍ ହେଇଛି ନା କ'ଣ ଭାତ ବସେଇଥିଲି ଭାତ ବସେଇ ସାରିକି ତାପରେ ମୋର ଗୋଟେ ଅଲଗା କାମ ଥିଲା କି କାମ ସେଇ କାମ କରିବି ମୋର ଗୋଟେ ଅଲଗା କାମ ଥିଲା ସେଇ କାମ ସାରିକି ଆସିକି ତାପରେ ଅଲଗା କାମ କ'ଣ ଫ୍ଲିପକାର୍ଟ କ'ଣ ଖେଞ୍ଚି ହେଉଥିବୁ ଆଉ ଅଲଗା କାମ କ'ଣ ଖେଞ୍ଚା ଖେଞ୍ଚି କାମ ନୁହଁ ନା ଖେଞ୍ଚା ଖେଞ୍ଚି କାମ ଗାଧେଇ ନଥିଲି ତୁ କେତେବେଳେ ଜଲ୍ଦି ଗାଧଉ କି କେତେବେଳେ ଯଦି କିଛି କାମ ତ ଜଲ୍ଦି ଗାଧେଇ ପଡ଼ୁଛୁ ନହେଲେ ତୁ ଉଠୁଛୁ 10ଟାରେ ଇଆଡ଼େ କିଛି ଅର୍ଜେଣ୍ଟ କାମ ଥିବ ଯିବା ନା ଜଲ୍ଦି ଉଠିଥିବ ନହେଲେ କିଛି ଆମ ତ ଶୋଇକି ରହିଥିବ ଯାଇକି 11ଟା ବେଳକୁ ଉଠିବ 11ଟାରେ ଉଠେଇ ଗାଧେଇବ ଗାଧେଇ ତାପରେ ରୋଷେଇ ଆଗ କେତେ ରୋଷେଇ କରିଦେଇଥିବ ଆଗରୁ ଗାଧେଇ ଦିଅନ୍ତୁ ରୋଷେଇ କରିଦେବ ଜାଣିଛୁ କେତେ ଇଏ ଲକ୍ଷ୍ମୀ ଶାଢ଼ୀ ଦାନ୍ତ ଦେଖାଉଛି ଏଇଟା ହଉ ଚାଲନ୍ତୁ ଏଠି ଲାଭ କିଛି ନାହିଁ ଆଉ କାମ ଅଛି କମ୍ପାନୀର ଚାଉଳ ସିଝା ହେଇଥିଲା କଢ଼ା ହେଇନି ତାକୁ କାଢ଼ିଦେଲେ ସେ ଝିଅ ଗୁଡ଼ାକ ଖୋଲି ସେ କାମ କରି ମୁଁ ମୋର ଆସିକି ଇଆଡ଼େ କାମ କରିବି ଆଉ ତା ଖୋଇଦେ କ'ଣ ବିଶ୍ୱକର୍ମା ବୋନସ୍ ମିଳିବ ନା ବିଶ୍ୱକର୍ମା ବୋନସ୍ ନା କଦଳୀ ଦବନି ଏ ବର୍ଷ ଛେନା ଗୁଡ଼ା ଦବ କିଛି ନାହିଁ ଅନେଇଥା ପଇସା ଥିଲେ ମାଲିକ ତ ହୁଅ ଦେବ ନହେଲେ ନାହିଁ ମାଗା ମାଲିକ ଆମର ପୁରା ତଳି ଧରିଗଲେ ଦେଖିବା କ'ଣ ଦେବ ନା ତ ଦେଖିବା ମାଲିକ ବୋନସ୍ ଦେବ କି ନ ଦେବ ପର କଥା ଆଗ ନିଜେ ଆମେ ନିଜେ ଦରମା ମିଳିନି ଏତେ ପର୍ଯ୍ୟନ୍ତ ଆଗ ଦରମା ମିଳିନି ଏ ବୋନସ୍ କଥା କହୁଛି ଭାଇ ସବୁ ବର୍ଷ ଦିଏ ପର ପଇସା ଖାଇଲେ ଅଭିଶାପ ଦେଉଛି ଅଭିଶାପ ଦେଉଛି ପର ପଇସା ଖାଇଛି କେତେ ଲୋକଙ୍କର ସେମାନେ କାମ କରୁଛନ୍ତି ତାଙ୍କ ନିଷ୍ଠାକୁ ପଡ଼ୁଛି ଆଉ ଭଲରେ ପର ଲୋକ ପଇସା ଖାଇଲେ ଚାଲନ୍ତୁ କହୁଥିଲି ଯେଉଁ ଚାଉମିନ ସିଝା ହେଇକି ରହିଛି ସେଟା କାଢ଼ିଦେଇ ଆସିବା କାଢ଼ିଦେଇକି ତା ଗୋଦାମ ଯିବା ଏ ପଳେଇ ଆଇଲି କମ୍ପାନୀ ଭିତରକୁ ଆଉ ଏଠି ଚାଉମିନ ଅଛି ତା ଭିତରେ ଭିତରେ ସେ ଚାଉମିନ ଗୁଡ଼ା କାଢ଼ିକି ତାଙ୍କୁ ଦେଇଦେବି ଝିଅ ଗୁଡ଼ା ସେ ତାଙ୍କର କାମ କରିବେ ଦେଇଦେଲେ ସେ ତାଙ୍କର କାମ କରିକି ଯେଉଁ ଘର ଅଛି ଶୁଖୁଛୁ ସେ ଭିତରେ ପୁରେଇବି ମୁଁ ମୋର ସରିଲା ପରେ ତାର ମଇଦା 3ଟା ନେଇକି ଆସିଛି ଆଉ ଯିବି 2ଟା ଧରିକି ଆସିବି ତାପରେ କାଢ଼ିକି ତାଙ୍କୁ ଦେଇଦେବା କାମଟା ଦେଇଦେବା ସେ ତାର କାମ କରିବେ ଆଉ ତାପରେ ଏଇଟା ସବୁ ସଫାସୁତୁରା ହେବ ଆଉ କାଲି ପୂଜାଟା ତ ଇଏଟା ସବୁ ସଫାସୁତୁରା ହେବ ପରିଷ୍କାର ହେବ ହଁ ଏ ପଛରେ ଦୌଡ଼ିବୁ ମୁଁ ଯୁଆଡ଼େ ଇଏ ସିଆଡ଼େ ଉପରେ ଟିକେ ଆମର ଅଳିଆ ଥିଲା ଉପରକୁ ପଳାଇନି ଅଳିଆଟା ନେଇକି ଫିଙ୍ଗିଦେବା କାହିଁକି କମ୍ପାନୀ ଭିତରେ ଅଳିଆ ଅଛି ଆଉ ଏଠି ଅଳିଆ ଅଛି ଏଇ ଅଳିଆକୁ ନେଇଯିବା ନେଇକି ଏ ଅଳିଆ ସେଳିଆ ମିଶାଇ ଫିଙ୍ଗିଦେବା କମ୍ପାନୀଟା ସଫା ହେବ ତ ସେ ଉପରେ ଟିକେ ପଳାଇନି ଅଳିଆ ନେବାକୁ ଆଉ ଇଏ ତାର ଏଠି ବସିକି ଖାଉଛି ଏଠି ଠିକ୍ କ'ଣ ମିକୁ ଥାଳେ ଟ୍ରେରେ ଖାଉଛି ତୁ ହାତୀ ଭଳିଆ ଲୋକଟା ହେଇଛି ଗୋଟେ ଛୋଟ ଟ୍ରେରେ ଭାତ ଖାଉଛି ଭାତ ଛାଡ଼ିଛ ତ ମୁଁ ଆଣୁଛି ତମ ଭାତ ଦେଖିଦେଲା ବେଳକୁ ଆଉ ରହିପାରୁନି ମାନେ ଆଉ ଜଣେ ଖାଇଦେଉଛି ଖାଇଦେଉନୁ ବେଶୀ ଖାଇଦେବ ଆଉ ଅଳିଆ ନାହିଁ ତ ଏ ଅଳିଆ ପଚାରିବାକୁ ଆସିଲେ ଅଛି କି ନାହିଁ ଯାହା ଥିବ ନେଇକି ଫିଙ୍ଗିଦେବି ସବୁ କାଲି ପୂଜାଟା ରହୁଛି ଆଉ ଇଏ ତାର ଏଠି ଖାଇଲେନି ଭାତ ଟାକ୍ ଟାକ୍ କରିକି ଖାଇନି ଆଉ ଖାଉନି କିଏ ମନା କରୁଛୁ ତୁ ତ ନିଜେ ଖାଉ ଇଏ ନିଜେ ଖାଇବନି ମୋର ଭୁଲ ଖାଉନି ତୁ ହଁ ଖାଇ ସକାଳୁ ବଳିକି ରହିଥିଲା ସେ ଖାଉଛି ଖା ମରିବୁ ଘରେ ଅଇଁଠା ବାସନ ଉଠାଇନି ସକାଳୁ 3-4 ଘଣ୍ଟା ଏଇନା ପଡ଼ିକି ରହିଥିଲା ସେଇଆକୁ ସେ ଖାଉଛି ସେ ଖାଉଥାଉ ମୁଁ ଅଳିଆଟା ନେଇକି ଯିବି ସେଠି ଅଳିଆ କମ୍ପାନୀ ଅଳିଆ ଅଛି ନେଇକି ଫିଙ୍ଗିଦେବି ସେଠିକି ତାର ଗୋଟା ବାହାରିକି ଯିବି
ମୋତେ କାହିଁ ଆଜି ଲାଗୁନି ଆମ କମ୍ପାନୀ ସଫା ହେଲା ଭଳିଆ, ସେଇଥିପାଇଁ ମୁଁ ପଳେଇ ଆଇଲି ମଇଦା ନେବା ଗୋଦାମ। ଆଉ ଦୁଇଟା ମଇଦା ନେଇକି ଯିବି। ଆଉ ମୁଁ ଛିଡ଼ା ହେଇଛି ଆମ ଡାଇରେକ୍ଟ ଆସିକି ଓମବିରେ ଛିଡ଼ା ହେଇଛି, ଏବେ ଗୋଦାମ ଯାଉଛି। ଆଉ ଦେଖୁନ ଆମର ଦଶହରା ପାଇଁ କେମିତି ଗେଟ୍ ସବୁ ଗୋଟେ ବଡ଼ ଡେକୋରେସନ୍ ସବୁ କରାହେଉଛି, ମାନେ ଗେଟ୍ ବନ୍ଧା ହେଉଛି, ଲାଇନ୍ ଲାଗିବ। ଏଇଟା ହେଲା ଆମ ଓମବିରେ, ଏଇଟା ପାରାଦ୍ୱୀପ ବସ୍ ସବୁ ଯାଉଛି, ଆଉ ଲୋକ ସବୁ ଛିଡ଼ା ହେଇଛନ୍ତି ଆଉ ବସ୍ ଷ୍ଟାଣ୍ଡଟା ଆଉ କେତେ ବଡ଼ ଗେଟ୍ଟା ଦେଖୁନ। ମାନେ ଆମ ଛକ ଉପରେ ଗୋଟେ ବନ୍ଧା ହେଇଛି, ଆଉ ଗୋଟେ ଏଠି ବନ୍ଧା ହେଇଛି। ଦେଖନ୍ତୁ କେତେ ବଡ଼ ଗେଟ୍ଟେ ବନ୍ଧା ହେଇଛି, ଆଉ ଲାଇନ୍ ଲାଗିବ ଆଉ। ଲୋକ ସବୁ ଛିଡ଼ା ହେଇଛନ୍ତି ଆମର ପାରାଦ୍ୱୀପ, ସେ ବସ୍ ଲାଗିଛି ଗୋଟେ ପାରାଦ୍ୱୀପ ବସ୍, ପାରାଦ୍ୱୀପ ରୋଡ଼ ଆଉ ବସ୍ ଫସ୍ ଆଉ। ଚାଲନ୍ତୁ ପଳେଇବା, ଛିଡ଼ା ହେଇକି ଲାଭ ନାହିଁ, ଛିଡ଼ା ହେଇଗଲି ଗେଟ୍ ଦେଖିବା ପାଇଁ ଟିକେ ଛିଡ଼ା ହେଇଗଲି ଆପଣମାନଙ୍କୁ ଆଉ। ଦଶହରା ଟାଇମ୍ରେ ଏଇ ରାସ୍ତାଟା ଆମର ଏତେ ଜାମ୍ ହେଉଛି, ଆଉ ଯାଇ ଆସି ହେବନି। ଏବେ ଦେଖନ୍ତୁ କେତେ ଫାଙ୍କା ଅଛି, ଦଶହରା ହେଇଗଲେ କି ଜାମ୍, ମୁଣ୍ଡ ଖରାପ ଜାମ୍, ଯାଇ ହେବନି ଏପଟେ। ହଉ ଚାଲନ୍ତୁ ଗୋଦାମ ଯିବା, ଯାଇକି ମଇଦା ଦୁଇଟା ଅଛି, ମଇଦା ଧରିକି ପଳେଇ ଆସିବା। ଗୋଦାମରେ ଆସିକି ପହଞ୍ଚିଗଲି। ଆଉ ଆଜି ଭିଡ଼ିଓ ଏଠି ଶେଷ କରୁଛି। ଆଉ ମଇଦା ତ ଦୁଇଟା ପଳେଇବି। ଆଉ ନେକ୍ସଟ ବ୍ଲଗ୍ଟା କାଲି ଦେଖିବେ ଆପଣମାନେ ଆଉ।